ଟିକେ ସେ ରଙ୍ଗିଲା ଟୋକାର ଗୀତ ଗୋଟେ ଅଫର ଆସିଛି ସମସ୍ତେ କହୁଛନ୍ତି। ନା ନା ରଙ୍ଗିଲା ଟଙ୍କା ପଛରେ ମହାରାଜ ଆଗ ମତେ ହସା। ସିଏ ମତେ ମହାରାଜ କହିଲେ ଯେ ତମେ ଯାଅ କମେଡି କରିବ ମୁଁ ଖୁସି ହେଇଗଲି। ଯେତେବେଳେ ମତେ ହସାଅ କହିଲେ ସିଏ ଯୋଉ ଭଳିଆ ହସନ୍ତି ଆମେ 150 ଖଣ୍ଡେ ମିଶିଲେ ଗୋଟେ ହସ ଯାହା ହବ ମହାରାଜାଙ୍କର ଗୋଟେ ହସ ସେଇଆ। ମାନେ ମହାରାଜାଙ୍କୁ ଯଦି ଓଜନ କରିବେ ତାଙ୍କ ନିକିତି ବାଲାନ୍ସ କରିବା ଲାଗି ଯୋଉ ଛୋଟ ଗୁଣ୍ଡ ପଡେ ମୋ ସାଇଜର ମାଲ ସେଠି ପଡିବେ ଇନପୁଟ ଦେବା ଲାଗି ବାଲାନ୍ସ କରିବା ଲାଗି। ତ ସେଇ ଜାଗାରେ ମୁଁ ମହାରାଜାଙ୍କୁ କେମିତି ହସେଇବି ଚେଷ୍ଟା କରିବି ମୋ ତରଫରୁ। ଆପଣ ମାନେ ଏତେ ସୁନ୍ଦର ଦର୍ଶକ ଏବଂ ଏତେ ଚମତ୍କାର ଭାବରେ ବସିଛନ୍ତି ସତରେ ମତେ ଦେଖିବାକୁ ଭାରି ଖୁସି ଲାଗୁଛି। ମୋର ଆକ୍ଚୁଆଲି ଗୋଟେ କଥା ଆଜି ଗୋଟେ ମନେ ପଡିଲା ଯେତେବେଳେ ମୁଁ ପ୍ରଥମେ ଭୁବନେଶ୍ୱରକୁ ନୂଆ ଆସିଥିଲି ଅଭିନୟ କରିବି ବୋଲି ସେତେବେଳେ ଭୁବନେଶ୍ୱରରେ ମତେ ବହୁତ ଷ୍ଟ୍ରଗଲ କରିବାକୁ ପଡିଲା। ମାନେ 9-10 ବର୍ଷ ସକାଳୁ ଉଠିଲା ମାତ୍ରେ ମୋ ପାଖରେ ଟଙ୍କିକିଆ କଏନ ଗୋଟେ ବି ନଥିବ। ମୁଁ ସେତେବେଳେ କେମିତି ଚଳିବି ଯେତେବେଳେ ଅତିରିକ୍ତ ହେଇଗଲା ମୋର ଷ୍ଟ୍ରଗଲ ସଂଘର୍ଷ ଗୋଟେ ପଏଣ୍ଟରେ ମୁଁ ଭାବିଲି ଯାଉଛି ମରି ମାରି ଯିବି ନହେଲେ ସୁଇସାଇଡ କରିଦେବି। ମୋ ସାଙ୍ଗ ଜଣେ କହିଲା ରହ ସବୁଠାରୁ ଶ୍ରେଷ୍ଠ ଠାକୁର ହଉଛନ୍ତି ଶିବ ତୁ ଜାଗର ଆସୁଛି ଗୋଟେ ଜାଗର ଉପାସ କରିଦେ ଦେଖିବୁ ଶିବ ଯଦି ଥରେ ଖୁସି ହେଇଗଲେ ତୋର ସବୁ ପ୍ରୋବ୍ଲେମ ପଳେଇବ। ମୁଁ କହିଲି ହଉ ତାହେଲେ ଗୋଟେ କରିଦବା ଆଉ କଣ କହିକି ମୁଁ ଯାଇକି ଯେତେବେଳେ ଶିବ ମନ୍ଦିରରେ ଜାଗରରେ ଦୀପ ଧରିକି ବସିଲି ମୁଁ ଦେଖିଲାକୁ ପୁଳେ ଏକଦମ 100 ଲୋକ ବସିଥିଲେ ସେଇଠୁ 60 ବସିଛନ୍ତି ଟୋକା ଉଡା। ମୁଁ କହିଲି ଆରେ ତ ମୁଁ ଜାଣିଥିଲି ଝିଅ ପିଲା ସ୍ତ୍ରୀ ଲୋକ କରନ୍ତି ଦୀପ ଜାଳିବା କଥା ଜାଗର ଏ ଟୋକା ଉଡା କାହିଁକି ଆସିଛନ୍ତି। କିଛି ସମୟ ଲକ୍ଷ୍ୟ କଲା ପରେ ମୁଁ ଦେଖିଲି ଯେ ଏଇ ଯୋଉ ଟୋକା ବସିଛନ୍ତି ଶିବ ସିଆଡେ ଷଣ୍ଢ ସିଆଡେ ଏ ଟୋକାଙ୍କର ନଜର ଶିବଙ୍କ ଆଡେ ନାହିଁ। ଯୋଉଠି ସୁନ୍ଦରୀ ଝିଅ ଗୋଟେ ବସିଛନ୍ତି ତାଙ୍କୁ ସାମ୍ନାକୁ ଏମିତି ମୁହଁ କରି ବସିଛନ୍ତି। ମାନେ ଏଇପଟେ ପ୍ରଭୁ ଆଜି ସେଟିଂ କରିଦିଅ ମୁଁ ଏଇପଟେ ଧରିକି ପଳେଇବି। ମୁଁ କହିଲି ରେ ସମସ୍ତେ ଯଦି ନିଜ ନିଜ ଭିତରେ ଗୋଟେ ମାନସିକ କରିକି ଆସିଛନ୍ତି ତାହେଲେ ମୁଁ ବି ପ୍ରଭୁ ଶିବଙ୍କୁ କହିଲି ପ୍ରଭୁ ଏ ଜନ୍ମର ତ ମଣିଷ ଜନ୍ମ ଦେଲ। ମୋର ଗୋଟେ ଗୀତ ଥିଲା ଆପଣ ଶୁଣିଥିବେ ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଶୁଣିଛନ୍ତି ଏ ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ସକାଳୁ ଗଲେ ଗାଡି ଧକ୍କା ପ୍ରେମ କଲେ ଧକ୍କା ଆଉ ରାତିରେ ମଶା ଫୋଡି ପକାନ୍ତି ପାଇଲେ ଟିକେ ଫାଙ୍କା କେମିତି ଏଠି ବଞ୍ଚିବି କହ ମୋ ମା ଇଲୋ ମୋର ବାଜି ଗଲାଣି ହାର ମାନିଆ ମାଲୋ ମା ଏ ମଣିଷ ଜୀବନ ଟେନସନିଆ। ମୁଁ କହିଲି ମା ହେ ପ୍ରଭୁ ଶିବ ତମେ ଯଦି ମତେ ଆଉ ଥରେ ଜନ୍ମ ଦବ ମଣିଷ ଜନ୍ମ କରିବ ନାହିଁ ମତେ କୁକୁର କରିଦବ ପ୍ରଭୁ। ନା ହସିଦେଲେ କଣ ଦେଶୀ କୁକୁର ନୁହଁ ନା ଏଇ ଯୋଉ ଆମ ଘର ପାଖରେ ନାଲିଆ କାଳିଆ ଦେଶୀ ସେ କୁକୁର ହବ ନାହିଁ ନା ସେଗୁଡା ଗରମ ପାଣି ଛାଟିଦେବେ ଲୋକ। ମୁଁ ପ୍ରଭୁଙ୍କୁ କହିଲି ପ୍ରଭୁ ଏଇ ଯୋଉ ଘରେ ଧୋବୁଲା ଗୁଡା ଧଳା ଗୁଡା ରଖୁଛନ୍ତି ବିଦେଶୀ କୁକୁରଟେ କରିବ। ଆପଣ ହସିଦେଲେ ଆପଣ ଜାଣିନାହାନ୍ତି ଭୁବନେଶ୍ୱରରେ ଅଛି ମୁଁ ଦେଖୁଛି ଆପଣଙ୍କର ବି ଏଠି ଯେ ଦାମିକିଆ ଲୋକ କୁକୁର ରଖିଥିବେ ତାଙ୍କ ଲାଇଫ ଷ୍ଟାଇଲ ସେ କୁକୁରଙ୍କର ଦେଖିବେ ଆପଣ କହିବେ ଧିକ ପ୍ରଭୁ ମତେ କାହିଁକି ମଣିଷ ଜନ୍ମ ଦଉଥିଲ କୁକୁରଟେ କରିଦେଇଥାନ୍ତ। ଆପଣଙ୍କର ଆଇଁଷ ଖାଇବେନି ସୋମବାର ଗୁରୁବାର ଶନିବାର ମାଣବସା ଗୁରୁବାର ସାବିତ୍ରୀ ସୁଦଶା ଲକ୍ଷ୍ମୀ ପୂଜା କଣ କୁକୁରର କିଛି ନାହିଁ। ସବୁଦିନ ସକାଳେ ସନ୍ଧ୍ୟାବେଳେ ଚିକେନ ଅଧିକ ଲେନେଗା ଖାଇବେ। ଗୋଟେ କୁକୁର ଭୁବନେଶ୍ୱରରେ ଲୁଣ ଅଧିକା ହେଲା ଖାଉନା ଆଇ ଡୋଣ୍ଟ ଲାଇକ୍। ଆମେ ଡାଲମା ଭାତ ପାଉନୁ ଅରୁଆର୍ଣ୍ଣ ଡାଲମା ପାଉନୁ ତୁ ଚିକେନ କୁ କହୁଛୁ ଡୋଣ୍ଟ ଲାଇକ୍। ଆପଣ ବିଶ୍ୱାସ କରିବେନି ଏଇଟା ହଉଛି ଫାଷ୍ଟ ଲାଭ। 2 ନମ୍ବର ଲାଭ ତମର କିଏ ମେଡିକାଲ ପଡିଛି କି ଇଏ ପୋଲିସ କେସ୍ ଥାନା ବାଡି କୋର୍ଟ କଚେରୀ କିଛି କୁକୁରର ନାହିଁ। ସବୁଦିନ ସକାଳୁ ନହେଲେ ସନ୍ଧ୍ୟା ବେଳେ ତାକୁ ଜଣେ ଏମିତି ଦୌଡ଼ି ଧରିକି ଦାଣ୍ଡରେ ବୁଲେଇବ ଅଧଘଣ୍ଟେ ଖଣ୍ଡେ ତାର ଗୋଡ ଟେକା କାର୍ଯ୍ୟକ୍ରମ ସରିବ ଯାଇକି ସେ ଆସିବ ରଜାଙ୍କ ଭଳିଆ। ଏବଂ 3 ନମ୍ବର ଲାଭଟା ହଉଛି ଯେତେବେଳେ ବାବୁ ନଥିବେ ତାକୁ ମା ଧରିକି ଶୋଇବେ ଆଉ ଯଦି ବାବୁ ଥିବେ ତାହେଲେ ଝିଅ ପାଖରେ ଶୋଇବ। କି ସୌଭାଗ୍ୟ କହିଲ। ମୁଁ କହିଲି ପ୍ରଭୁ ଆର ଜନ୍ମରେ ଯଦି ଦବ ମତେ କୁକୁର ଜନ୍ମ କରିଦିଅ। କାହିଁକି ନା ମୁଁ ଭୁବନେଶ୍ୱରରେ ଯେତେବେଳେ ଆସିକି ମୁଁ ନୂଆ ରହିଲି ମୋ ସାଇଟ୍ ଘରେ ଜଣେ ବାବୁ ଥିଲେ ତାଙ୍କ ଘରେ ଗୋଟେ କୁକୁର ଥିଲା ଏତିକି ବଡ ସେ କୁକୁର ଆପଣ ବିଶ୍ୱାସ କରିବେ ନାହିଁ। ମାନେ ସେ ଠିଆ ହେଇ ପଡିଲେ ମୋ ଠାରୁ ହାଇଟ୍ ଅଧିକା ତାକୁ ଗ୍ରେଡେନ୍ ବୋଲି କୁକୁର କହନ୍ତି। ମୁଁ 3 ମାସ ପର୍ଯ୍ୟନ୍ତ ଜାଣିଥିଲି ସେଟା ଗୋଟେ ବାଛୁରୀ। ଆଉ ମୁଁ ଆମ ଗାଁ ଗହଳି କୁକୁର ଦେଖିଛି ମୁଁ ମଫସଲ ଗାଁରୁ ଯାଇଛି ସେଠିକି ମୁଁ ଦେଖିଛି ନାଲିଆ କାଳିଆ ଧଳା କୁକୁର ଇଏ ଯୋଉ ଏଇ ସାଇଜ ମୁଁ ଜାଣିଛି ଏଟା ବାଛୁରୀଟା ବୋଲି ଆଉ କଣ। ମୁଁ ସବୁଦିନ ଦେଖେ ଦିନେ ଏମିତି 3 ମାସ ଖଣ୍ଡେ ରହିଲା ପରେ ଏମିତି ଯାଉଥିଲି ହଠାତ୍ ସିଏ ଭୁକିଲା ଆଉ ମୁଁ କହିଲି ଆରେ ବାଛୁରୀ ଭୁକୁଛି କଣ। ତାପରେ ମୁଁ ଜାଣିଲି ନା ଏଟା ବାଛୁରୀ ନୁହେଁ ଏଟା କୁକୁର। ଆଚ୍ଛା ସିଏ ଯୋଉ କୁକୁର ତା ନାଁ ହଉଛି ଜାକ୍। ତାକୁ ଯେତେବେଳେ କଲୋନୀରେ ତାଙ୍କ ମାଲିକ ହେଇକି ଚାକର ଟୋକା ଧରିକି ବୁଲୁଥିବେ ଆପଣଙ୍କୁ ଲାଗିବ ଯେମିତି ଅମିତାଭ ବଚ୍ଚନ ଯାଉଛି ସିଏ ଯୋଉ ଷ୍ଟାଇଲରେ ଯାଏ। ଆମର ସେଠି କଲୋନୀରେ 3ଟା ଦେଶୀ କୁକୁର ଅଛନ୍ତି। ମୁଁ ଯୋଉଠି ରହିଛି ସେଠି ତାଙ୍କ ନାଁ ମୁଁ ଦେଇଛି ଝୁମୁରି ବାୟା ମାଳ 3 ଜଣ।
আচ্ছা দেশী কুকুর বলি দেশী না ମୁଁ ଚାହିଁଥିଲେ ଇଂଲିଶ ଦେଇ ପାରିଥାନ୍ତି ତାଙ୍କ ନା ଷ୍ଟ୍ରିପ୍ଲିକ୍ଲାନ୍ସ ଡ୍ରାଗ୍ଲିସ୍କ ରାପସେନିଆ ଏମିତି ଦେଇଥାନ୍ତି ମୁଁ କହିଲି ନା ଦେଶୀ କୁକୁର ଦେଶୀ ନା ଝୁମୁରି ବାୟା ମାଳ ଆଉ ଗୋଟେ ଥିଲା ପାଖରେ ବେଳେ ବେଳେ ଅଛି ତା ନାଁ ମୁଁ ଦେଇଥିଲି ଟଁ ମାନେ ଦେଶୀ କୁକୁର ଦେଶୀ ନା ଇଏ ଯେତେବେଳେ ଯାକ ସବୁଦିନ ଯାଏ ଇଏ ତିନିଟା ଦେଶୀ କୁକୁର ବି ତାକୁ ଦେଖନ୍ତି ଝୁମୁରି କହିବ ବାୟା ମାଳ ଦେଖ ସିଏ ବି କୁକୁର ଆମେ ବି କୁକୁର ଦେଖେ ତା ଚୁଟି ଦେଖେ ଫୁରୁ ଫୁରୁ ସାମ୍ପୁ ଲଗଉଛନ୍ତି ସାମ୍ପୁ ଆମର ଦେଖୁଲୁ ଘୁଅ ଫୁଅ ନାଗି ଜଟା ହେଇଗଲାଣି ଆମ ଚୁଟି ସାଙ୍ଗେ ସାଙ୍ଗେ ବାୟା କହିବ ତୁ ଜାଣିଛୁ ତା ଦେହରେ ସେଣ୍ଟ ଲଗଉଛନ୍ତି ଆମ ଦେହ ଦେଖୁନୁ ଛି ମଲା ମୁର୍ଦାର ଭଳିଆ ଗନ୍ଧଉଥିବ ଦିନେ ଏମିତି ଯାକ ଠିଆ ହେଇଛି ଝୁମୁରି ବାୟା ମାଳ ପାଖକୁ ଗଲେ କହିଲେ ଯାକ ଭାଇ ଝୁମୁରି ଯାକ କହିଲା କଣ କିରେ ନା ତମେ ତ ଭଲ ଆଉ ତମ ଦେହ କି ବାସନା ତମେ ସେଣ୍ଟ ଲଗଉଛ ଆବେ ଇ କି ସେଣ୍ଟ ମୋ ବାବୁ ଆମେରିକାରୁ ଆଣନ୍ତି ଏଇଟା ଆଣିଛନ୍ତି ଭଲ ଲାଗୁନି ଏମିତି ଡେଲି ଦେଖା ଚାହାଁ ଭିତରେ ସେ ଯୋଉ ଯାକ ସାଙ୍ଗରେ ଇଏ ଝୁମୁରି ବାୟା ମାଳଙ୍କର ଗୋଟେ ସମ୍ପର୍କ ହେଇଯାଇଛି ଆଉ ଦିନେ ଯାକ ଏମିତି ଯାଉଛି ହଠାତ୍ ଯାକ ପଚାରିଲା ଝୁମୁରି ଭଲ ସବୁ ଝୁମୁରି ବାୟା ହଁ ଭାଇ ଆମେ ଭଲ ଅଛୁ ଇଏ ଗରିବ ଗୁରୁବା ଦରିଦ୍ର ଲୋକ ଇଏ କୁକୁର ସେ କହିଲେ ଯାକ ଭାଇ ଆଉ କଣ ଖବର ଯାକ କହିଲା ଶୁଣ ମୋ ବାବୁର ଝିଅ ବାହାଘର ସେପ୍ଟେମ୍ବର 13 ତାରିଖ ଦିନ ସମସ୍ତେ ଯିବ ନଙ୍ଗା କି ଖାଇବ 77 ପ୍ରକାର ଷ୍ଟାର୍ଟର ହେଇଛି 25 ପ୍ରକାର ମେନ୍ କୋର୍ସ ମାନେ ଯାହା ପାଇବ ଚିକେନ ମଟନ ଫିଶ କବାବ ଚିଙ୍ଗିଡି କଙ୍କଡା ସବୁ ହେଇଛି ଇଏ ବାୟା କହିଲା ଏ ନା ତମେ ଯାଉଛ ତମ ମଣିଷ ଲୋକଙ୍କୁ ଡାକିଦେବ ପଳେଇବ ଆମେ କୁକୁର ଗୁଡା ଗଲେ ଆମକୁ ବାଡେଇବେ କିଏ ବାଡେଇବ ତମକୁ ତମେ କହିବ ଯାକ ଭାଇକି ଆମକୁ ଇନଭାଇଟେସନ ଦେଇଛି ଇନଭାଇଟେଡ ଗେଷ୍ଟ ପେଟ ବାଡେଇକି ଖାଇବ ହଉ ଭାଇ ଆମେ ଯିବୁ ଆଉ କହିକି ଯାକ ପଳେଇଲା ସେପ୍ଟେମ୍ବର 13 ତାରିଖ ଦିନ ଇଏ ତିନିଟା ଦେଶୀ କୁକୁର କୋଉ ଡ୍ରେନ ଫ୍ରେନ ନାଳ ଫାଳରେ ବୁଡିକି ପୁରା କାଦୁଅ ଫାଦୁଅ ହେଇକି ପୁରା ଚିକଣ ତାଙ୍କ ମନ ହିସାବରେ ସେ ବାହାଘରିଆ ଯିବେ ନା ଚିକଣ ହେଇକି ପଳେଇଛନ୍ତି ଆଜିକାଲି ବାହାଘର ଗୁଡା ଦେଖିବେ ଏମିତି ସବୁ ଲାଇଟ ଲାଗିଥିବ ଭା ଲମ୍ବା ଲାଇଟ ଘରର ମାଲିକ ମାଲିକାଣୀ ଯିଏ ଡାକିଥିବେ ସିଏ ଆସନ୍ତୁ ଆଜ୍ଞା ନମସ୍କାର ହଁ ଭଲ ଅଛନ୍ତି ଇଏ ଯୋଉ ତିନିଟା ଯାଇକି ଗେଟ୍ ପାଖରେ ଅଟକି ଗଲେ ଆଉ ବାୟା କହିଲା ଦେଖେ ଝୁମୁରି ନାନୀ ସେ ବାବୁ ବାବୁ ଆଣି ତାଙ୍କର ଡାକିଛନ୍ତି ଲୋକଙ୍କୁ ଦାନ୍ତ ଦେଖେଇ ନଉଛନ୍ତି ଆମକୁ ଯାକ ଭାଇ ଡାକିଛି ଯାକ ଭାଇ କାହିଁ ଝୁମୁରି କହିଲା ତମର ବୁଦ୍ଧି ସୁଦ୍ଧି ଅଛି ଆବେ ସେ ଗୋଟେ କୁକୁର ତାକୁ ବାହାଘରିଆ ଛାଡିଥିବେ ସେ ଭିତରେ କୋଉଠି ବାନ୍ଧି ଦେଇଥିବେ ଆଉ କଣ ବାୟା କହିଲା ଓକେ ତାହେଲେ ଠିକ ଅଛି ମୁଁ ଯାଉଛି ଟିକେ ଦେଖା କରିଦେଇକି ପଳେଇ ଆସେ ଯାକ ଭାଇକି ଖାଇଦେଇକି ପଳେଇ ଆସିବି ତା ବେଳା ଖରାପ ପୁରା ମେନ୍ ଗେଟ୍ ପଟେ 10 ହାତ ଖଣ୍ଡେ ଭିତରକୁ ପଳେଇଛି ସେ ଭିତରେ 2-4ଟା ଟୋକା ଠିଆ ହେଇ କଥାବାର୍ତ୍ତା କରୁଥିଲା ଆଉ କଣ କେତେବେଳେ ବର ଆସିବ ଆବେ କୁକୁର ଭାଇ କହିଲେ ସେ ଗେଟ୍ ପାଖରେ ମାରିଲା ଜଣେ ତାକୁ ଗୋଟେ ଗୋଇଠାଟେ ଆଙ୍କ ପାଖରେ ପହଞ୍ଚିଲା ପରେ ଆଉ ମାଡ ଖାଇବା କଥା କହୁନି କାରଣ ଇଏ ମାଡ ଖାଇବା କଥା କହିଲେ ସେମାନେ ଯିବେନି ତାଙ୍କ ପାଖରେ ପହଞ୍ଚିକି ଏମାନେ କଣ କଣ ଯାକ ଭାଇ ସହିତ ଦେଖା ହେଲା କହିଲା ନା ଆଉ ମୁଁ ତ ପଛପଟେ ବୋଧେ ବାନ୍ଧି ଦେଇଥିବେ ମୁଁ ପାଇଲି ନାହିଁ ଆଉ ଖାଇଦେଇକି ପଳେଇ ଆଇଲି ଆଉ ନା ଖାଇବା ନାଗି ଦେଲେ ନା ହଁ ମୁଁ ଯାଉଥିଲି ଗେଟ୍ ପାଖରେ ଦେଲେ ଖାଇଦେଲି ତାପରେ ଇଏ ଗଲା ପଛପଟୁ ତାକୁ ରୋଷେଇ ଘର ଭିତରେ ପିଟିଲେ ଲାଷ୍ଟକୁ ଇଏ କହିଲା ନା ଯାହା ତାହେଲେ ଆଜି ଆଉ ଖୋଜିବା ବେକାର ମୁଁ ଯାଉଛି ଏକାଥରେ ଖାଇଦେଇକି ପଳେଇ ଆସିବି ତାପରେ ଝୁମୁରି ସିଧା ଗଲା ଯୋଉଠି ସମସ୍ତେ ଖାଉଥିଲେ ତାରି ଭିତରେ ପଶିଗଲା ଆଉ ଏଇ ଯୋଉ ବୁଫେ ପିଲା ଦିଆ ନିଆ କରୁଥିଲେ ଏବେ କୁକୁର ଭାଇ କହିଲେ ମାଡ ଆରମ୍ଭ ଜୀବନ ମୂର୍ଚ୍ଛା ପଳେଇ ଆଇଲା ତାକୁ ବାୟା ପଚାରିଲା ଏଇ ଝୁମୁରି ନାନୀ ଖାଇଲୁ କହିଲା ହଁ ରେ ଏତେ ଭଲ ଲୋକ ମୁଁ ମୋ ଜୀବନରେ ଦେଖିନଥିଲି ନା କାହିଁକି ନା ମୋ ପେଟ ପୁରିଗଲାଣି ମୁଁ କହୁଛି ଥାଉ ଥାଉ ସେମାନେ କହୁଛନ୍ତି ନା ନା ଆଉ ଟିକେ ହଉ ଏବେ ଯାହା ବି ହଉ ଏବେ ଗୋଟେ ବଢିଆ ଗୀତ ମୁଁ ଆପଣମାନଙ୍କ